हेलो ମୁଁ ଆଜି ପୁଣି ଆସିଗଲି ଆଉ ଥରେ ଆଉ ଗୋଟେ ଭିଡ଼ିଓ ନେଇକି। ଆଜି ଆମେ ଆସିଛୁ ହଳଦିଆ ବନ୍ଧ। ଦେଖିପାରୁଥିବେ ଏଠି ଆମେ ବନ୍ଧ ଉପରେ ଅଛୁ। ତ ଆଜି ହଳଦିଆ ବନ୍ଧରେ ମେଳା ହେଉଛି। ଏଇ ତଳେ ମେଳା ହେଉଛି, ହେଇଠି ଦେଖନ୍ତୁ କେତେ ଲୋକ ଅଛନ୍ତି। ତ ଆମେ ସେଇଠିକି ଯିବୁ। ଏଇଠି ଦେଖନ୍ତୁ, ତ ଏଇଟା ହେଉଛି ଆମ ହଳଦିଆ ବନ୍ଧର ଉପର ସାଇଡ଼୍ଟା। ତ ଦେଖିପାରୁଥିବେ ଏଇଠି କେତେ ଗୁଡ଼ା ଲୋକ ଆସିଛନ୍ତି, ମାନେ କେତେ ତ ବହୁତ ଗୁଡ଼ାଏ ଲୋକ ଅଛନ୍ତି। ଆକ୍ଚୁଆଲି ଏଠି ଏତେ ଦେଖାଯାଉନାହାନ୍ତି, ତଳକୁ ଅଧା ପଳେଇଛନ୍ତି ମେଳା ଦେଖିବା ପାଇଁ। ଏଇଟା ହେଉଛି ଓହ୍ଲାଇବା ପାଇଁ ପାହାଚ, ଆଉ ଆରପଟେ ବି ଅଛି ଏଇଟା ଗେଟ୍। ତ ଲୋକ ଏବେ ଅଧା ବୋଧେ ମେଳା ଦେଖିକି ଉପରକୁ ଆସୁଛନ୍ତି। ତ ଆମେ ଏବେ ତଳକୁ ଯିବୁ। ତ ଲୋକ ଅଛନ୍ତି, କିନ୍ତୁ ଏଇଟା ଯେଉଁ ପିଣ୍ଡିଟା କରାହେଇଛି ସେଇଟା ଫଟୋ ଉଠାଇବା ପାଇଁ କରାହେଇଛି। ତ ଫାଇନାଲି ଆମେ ବି ତଳକୁ ପହଞ୍ଚି ଗଲୁଣି। ଭାଇରେ ଏତେ ଉପରୁ ଏତେ ତଳକୁ ଆସିବା ପାଇଁ ପଡ଼ିଲା। ତ ଏଇଟା ଛୋଟ ଗେଟ୍ ଅଛି, ସେଇଟା ଉପରୁ ତଳକୁ ଆସିଲା ବେଳେ ଏଇଠି ଗୋଟେ ଛୋଟ ମାନେ ପୋଲଟା ଅଛି। ତ ଏଇଠି ଦେଖନ୍ତୁ କେତେ ଗାଡ଼ି ଗୁଡ଼ା ଛିଡ଼ା ହେଇଛି। ଆମେ ବି ଏଇ ସାଇଡ଼୍ରେ ରଖିଥାନ୍ତୁ, କହିଲୁ ନାଇଁ ଥାଉ, ଆମେ ସେ ଉପରେ ହିଁ ରଖିକି ପଳେଇ ଆସିଲୁ। ସେଥିପାଇଁ ବନ୍ଧ ଉପରେ ଆଉ ଏଇଟା ଛୋଟ ପୋଲଟା ଆରପଟେ ଯିବା ପାଇଁ, ମେଳାକୁ ଯିବା ପାଇଁ। ତ ଲୋକ ଅଛନ୍ତି, ମୁଁ କେବେ ଭାବିନଥିଲି ଯେ ଏଇଠି ଏତେ ଲୋକ ଥିବେ ବୋଲି। ମୁଁ ଏଇଟା ଫାର୍ଷ୍ଟ ଟାଇମ୍ ଆସୁଛି, ଏ ବର୍ଷ ହିଁ ଆସୁଛି। ପ୍ରତ୍ୟେକ ବର୍ଷ ହିଁ ହୁଏ ମେଳା ଆକ୍ଚୁଆଲି, କିନ୍ତୁ ମୁଁ ଏ ବର୍ଷ ହିଁ ଆସୁଛି। ସାଙ୍ଗଟା କହୁଥିଲା ଯେ ଚାଲ ଦେଖିକି ଆସିବା, ତ ସେଥିପାଇଁ ଆମେ ପଳେଇ ଆସିଲୁ ଟିକେ ଦେଖିବା ପାଇଁ ଆଉ ଏବେ ଆଗରୁ ଏତେ ଲୋକ ହେଉନଥିଲେ। ଏବେ ଟିକେ ଏ ବର୍ଷ ଟିକେ ବେଶୀ ହିଁ ଲୋକ ହେଇଛନ୍ତି ବୋଧେ। ଏଇଟା ଦେଖନ୍ତୁ, ଏଇଟା ଫାଷ୍ଟ ଫୁଡ଼୍ ବାଲା ଭାଇ ଜଣେ ଅଛନ୍ତି। ତାଙ୍କର ରୋଲ୍ ଗୁଡ଼ା ଆଗରୁ ପୁରା ତିଆରି କରିକି ରେଡ଼ି କରିକି ପୁରା ସଜେଇକି ରଖିଛନ୍ତି। ଦେଖନ୍ତୁ ସେଠି ଲୋକ ଟିପ୍ଟାପ୍ ଅଛନ୍ତି। ଏଠି ବୋଧେ ଖାଇବା ୱେଟିଂ କରିଛନ୍ତି, ଲୋକ ଗୁଡ଼ା ସେଠି ଛିଡ଼ା ହେଇଛନ୍ତି। ତ ଏତିକି ବାସ୍ ଲୋକ ହେଇଛନ୍ତି। ସେଇଟା ହେଉଛି ବନ୍ଧ, ଦେଖିପାରୁଥିବେ। ଏଇଠି ଆକ୍ଚୁଆଲି ଭିୟୁଟା ବହୁତ ବଢ଼ିଆ ଦେଖାଯାଉଛି, ଯାହା ବି କୁହନ୍ତୁ ପଛେ। ଏଇ ସାଇଡ଼୍ରେ ଅଛି ଖାଇବା ଷ୍ଟଲ୍ ଗୁଡ଼ା ଲାଗିଛି। ଦେଖିବେ କ'ଣ ହୋଟେଲ୍ ଲେଖା ହେଇଛି, ମା ହଳଦିଆ ଫାଷ୍ଟ ଫୁଡ଼୍ ଲେଖା ହେଇଛି। ଆଉ ଏଇ ସାଇଡ଼୍ରେ ଯେତିକି ଛତ୍ରୀ ବାଲା ଯେଉଁ ଦୋକାନ, ସେଗୁଡ଼ା ସବୁ ଗୁପଚୁପ୍ ଦୋକାନ ଗୁଡ଼ା। ଆପଣମାନେ ତ ଜାଣିଥିବେ। ଏଠି ଛୋଟ ଛୁଆଟା ଖେଳୁଛି ତାର। ତ ଏଇଟା ହେଉଛି ଗୋଟେ ଏଣ୍ଟ୍ରାନ୍ସ ଅଛି ଏଇ ସାଇଡ଼୍ରେ। ଦେଖନ୍ତୁ ଏଇଟା ଗୋଟେ ଗେଟ୍, ମାନେ ଏଇଟା ଆଉ ଗୋଟେ ଏଇ ରାସ୍ତା ଦେଇକି ଆମେ ଆସିନୁ। ମୁଁ ଏଇ ରାସ୍ତାଟା ଦେଖିନି। ତ ଏଇଟା ହେଉଛି ମନ୍ଦିର। ତ ସେଇଠି ଯେଉଁ ଷ୍ଟେଜ୍ ତିଆରି ହେଇଛି, ସେଇଠି ମେଲୋଡ଼ି ହେବ ଆଜି ରାତିରେ। ଆଉ ପଛପଟେ ତ ରହିଲା ଏଇଟା ଆମର ହଳଦିଆ ବନ୍ଧ, ଆଉ ତା'ର ଉପର ଯେଉଁ ଆଉ ଏତିକି ଲୋକ ଆସିଛନ୍ତି, ଦେଖିପାରୁଥିବେ। ଏଇନା ଆସୁଛନ୍ତି ଲୋକ। ଆକ୍ଚୁଆଲି ଆମେ ଟିକେ ଶୀଘ୍ର ପଳେଇ ଆସିଛୁ। ଏଇଟା ଗୋଟେ ଗେଟ୍, ଏଇଟା ଦେଖନ୍ତୁ ସେଇ ସାଇଡ଼୍ରେ ଦେଖାଯାଉଥିଲା ନା ନାହିଁ, କିନ୍ତୁ ଏଇ ସାଇଡ଼୍ରେ ବି ଗୋଟେ ଗେଟ୍ ଅଛି। ଏଇଠି ଭାଇ 200 ଟଙ୍କା ଲେଖା ସ୍ୱେଟର୍ ବିକୁଛନ୍ତି, ଜ୍ୟାକେଟ୍ ବିକୁଛନ୍ତି। ତ ବାସ୍ ଏଇ ସାଇଡ଼୍ରେ ଆଉ ରହିଲା ପରିବା ଦୋକାନ, ଦେଖିପାରୁଥିବେ। ମାନେ ସବୁ ଜିନିଷ ମିଳୁଛି ଏଇଠି। ଜଣେ ଆସିବ ମାନେ ଖାଲିଟାରେ ଯିବନି। ଆଉ ଏଇଠି ଯେଉଁ ହେଉଛି, ଏଇଠି ଭିତରେ ସେଠି ପିଲାମାନଙ୍କର ସ୍ପୋର୍ଟ ଖେଳ ହେଉଛି, ମାନେ ଛୋଟ ଛୋଟ ଛୁଆମାନଙ୍କର ଖେଳ ହେଉଛି। ଆଉ ଏତିକି ଲୋକ ଦେଖନ୍ତୁ। ଏଇଟା ଆମେ ପହଞ୍ଚିଗଲୁ। ମୁଁ ଆପଣଙ୍କୁ ଦେଖୁଛି ହଳଦିଆ ବନ୍ଧର ଗେଟ୍। ଏଇଟା ଆକ୍ଚୁଆଲି ଆମର 5 ବର୍ଷ କି 6 ବର୍ଷ ହିଁ ହେଇଛି, ତିଆରି ହେଇଛି। ନହେଲେ ଆଗରୁ ଏଇଟା ଛୋଟଟା ଥିଲା। ତ ଏଠି ବିଶେଷ ଲୋକ ବି ଆସୁନଥିଲେ। ତ ଏବେ ଟିକେ ବଢ଼ିଆ କିନି ସଜେଇ ଦିଆହେଇଛି। ତ ହେଲେ ବି ଫୁଲ୍ ହେଇନି, କାମ ସରିନି। କିନ୍ତୁ ବାସ୍ କିନ୍ତୁ ଲୋକ ଆସୁଛନ୍ତି। ଆଉ ଏଇଟା ଦେଖନ୍ତୁ 3, 4, 5ଟା ଗେଟ୍ ଅଛି। ଏଇଟା ତଳ ସାଇଡ଼୍ଟା, ଏପଟେ ଦେଇକି ପାଣି ଯାଏ। ବର୍ଷା ଦିନ ଭଲ ଦେଖାଯାଏ। ତ ଏବେ ଆମେ ଫେରୁଛୁ ଉପରକୁ, ବହୁତ ବୁଲା ହେଇଗଲା। ତ ଲୋକ ବି ଏବେ ଯେତିକି ଉପରକୁ ଯାଉଛନ୍ତି, ସେତିକି ତଳକୁ ଆସୁଛନ୍ତି। ମୁଁ ଦେଖୁଛି ଏଇ ସାଇଡ଼୍ଟା ପାହାଚଟା ଉପରକୁ ଏପଟେ ଦେଇକି ଯିବାନି, ଆରପଟେ ଦେଇକି ଯିବା। ସେଠି ଲୋକ ଗୁଡ଼ା ଆସୁଛନ୍ତି, ପୁଣି ଉଠିବା ପାଇଁ ପଡ଼ିବ। ଆଉ ଫାଇନାଲି ପହଞ୍ଚିଗଲୁ ଆମେ ବି। ଏଇଟା ଦେଖନ୍ତୁ ସେତିକି ଦୂରରୁ ଆସିଲୁ ଆମେ। ତଳେ ତ ମେଳା ଚାଲିଛି, ଯେଉଁଟାକି ଦେଖିଲେ ଆପଣମାନେ। ତ ଏଇ ସାଇଡ଼୍ରେ ଆମେ ଉଠି ଆସିଲୁ ଏବେ। ଏପଟେ ବି ଭରପୁର ଲୋକ ଅଛନ୍ତି। ଏପଟେ ଅଧିକାଂଶ ଲୋକ ଅଛନ୍ତି ଫଟୋ ଉଠାଇବା ପାଇଁ। ତଳେ ଯାଉଛନ୍ତି, ଏଇଠି ଫଟୋ ଉଠାଇବେ, ଦେନ୍ ତଳକୁ ଯାଇକି ମେଳା ବୁଲିବେ। ଏଇଟା ଦେଖନ୍ତୁ ବନ୍ଧ ଉପରେ ଏତିକି ଲୋକ ଅଛନ୍ତି। ଆର ସାଇଡ଼୍ଟା ବି ଲୋକ ଅଛନ୍ତି ବୋଧେ, ସେଇ ସାଇଡ଼୍ରେ ବି। ତ ସେଇ ସାଇଡ଼୍ ଅପେକ୍ଷା ଏଇ ସାଇଡ଼୍ରେ ବେଶୀ ଲୋକ ଅଛନ୍ତି, କାହିଁକିନା ଏଇ ସାଇଡ଼୍ରେ ଲୋକ ଗୁଡ଼ା ଆସୁଛନ୍ତି ନା। ଆରପଟ ସାଇଡ଼୍ଟା ଯେଉଁଟା ଅଛି, ସେପଟୁ ସେଇ ଲୋକାଲ୍ମାନଙ୍କୁ ଆସିବା ପାଇଁ ସେପଟୁ ବେଶୀ ଲୋକାଲ୍ ଗୁଡ଼ା ଆସନ୍ତି, ଯେଉଁମାନେ ଆଖପାଖରେ ଯାହାଙ୍କର ଗାଁ ଅଛି। ଏଇଟା ହେଉଛି ହଳଦିଆ ଡ୍ୟାମ୍ର ଚାର୍ଟ, ତା'ର ଯେତିକି ପାଣି କ'ଣ ଅଛି ସବୁ ଲେଖା ହେଇଛି ସେଇଠି। ଆଉ ତ ଏଠି ଭାଇ ଦୁଇଟା ଫଟୋ ଉଠାଉଛନ୍ତି ତାଙ୍କର, ଦେଖିପାରୁଥିବେ। ତ ଏଠି ପାଣିଟା ଏତେ ଭଲସେ ଦେଖାଯାଉନି, ପୁରା ଧଳା ଧଳା ତ ହେଇଗଲାଣି। ଆଉ ଏବେ ଆମର ସନ୍ଧ୍ୟା ବି ହେବାକୁ ଗଲାଣି ନା, ମାନେ ପାଖାପାଖି ହେଇଗଲାଣି, 5ଟା ପାଖାପାଖି ହେଇଗଲାଣି। ଆମେ ଏବେ ଯାଉଛୁ ଆରପଟେ, ମାନେ ଯେଉଁପଟେ ଦେଇକି ଯାଉଥିଲେ ଆମେ ମେଳା ଦେଖିବା ପାଇଁ, ସେଇ ସାଇଡ଼୍ ନାହିଁ, ଆର ସାଇଡ଼୍କୁ ଯାଉଛୁ। ଦେଖିବା ସେ ସାଇଡ଼୍ରେ କେତେ ଲୋକ ଅଛନ୍ତି। ତ ଏଇଠି ଦେଖନ୍ତୁ ଭାଇ ଜଣେ ଶାହରୁଖ ଖାନ୍ ହେଇକି ଅଛନ୍ତି। ଆଉ ଏଇ ସାଇଡ଼୍ଟା ଦେଖନ୍ତୁ, ଏଇଗୁଡ଼ା ଯେଉଁ ଆସୁଛନ୍ତି ଏପଟୁ, ଏଗୁଡ଼ା ସବୁ ଲୋକାଲ୍ ଗୁଡ଼ା। ଏ ଆଖପାଖ ଗାଁର ଯେତିକି ଲୋକ ଗୁଡ଼ା ଅଛନ୍ତି, ସେଗୁଡ଼ା ଆସୁଛନ୍ତି ଏବେ।
ଆଉ ପାଖ ଲୋକ ତ ଜାଣିଛନ୍ତି, ସେମାନେ ତାଙ୍କ ଲେଟ୍ରେ ଆସିଲେ ବି ଚଳିବ। ଆମର ତ ଟିକେ ଦୂର ନା, ମାନେ ଦୂର କହିଲାକୁ ବି ବେଶୀ ଦୂର ବି ନୁହେଁ, ଆମର ଏଇଠୁ 7-8 କିଲୋମିଟର ପାଖାପାଖି ହେବ ଗାଁଟା। ଏଇଟା ତଳଟା ଦେଖନ୍ତୁ। ଆଉ ସେଇଠି ମେଳା ହେଉଛି ଯେଉଁଠି, ଏଇ ସାଇଡ଼୍ରେ ସେଠି କ'ଣଟା ଗୋଟେ ଘର ତିଆରି କରାଯାଇଛି ମୁଁ ଜାଣିନି। ତ ଆମେ ସେଇଠି ଯାଇଥିଲୁ, ସେ ତଳକୁ ଯାଇଥିଲୁ ଯେଉଁଠି ସେଇଠି ଦେଖାଯାଉଛି ସେଇ ମେଳା ପାଖକୁ। କିନ୍ତୁ ଉପରୁ ଭିୟୁଟା ବଢ଼ିଆ ଦେଖାଯାଉଛି, ଯାହା ବି କୁହନ୍ତୁ। ଏଟା ଦେଖନ୍ତୁ, ଏଠି ଲୋକ କିନ୍ତୁ ବହୁତ ଅଛନ୍ତି ଭଳିଆ ଦେଖାଯାଉଛି ନା, କିନ୍ତୁ ଅଛନ୍ତି ବି ସେଠି ଲୋକ ଆକ୍ଚୁଆଲି। ଏବେ ବି ତ ଫେର ଓହ୍ଲୁଛନ୍ତି, ଦେଖୁନାହାନ୍ତି ସେ ପାହାଚ ଦେଇକି ଦେଖନ୍ତୁ। ଆଉ ଏଇ ସାଇଡ଼୍ରେ ବନ୍ଧ ପାଖରେ କେମିତି ଫଟୋ ଉଠାଉଛନ୍ତି। ସବୁ ଯେ ଯାହାର କାମରେ ବ୍ୟସ୍ତ। ଆଜିକାଲି ତ ଫଟୋ ରିଲ୍ସ ଯୁଗ ଚାଲିଛି। ଆମେ ସେଇ ସାଇଡ଼୍ରୁ ଆସିଛୁ, ସେଇ ସାଇଡ଼୍ରୁ ଆମେ ଆସିଛୁ। ଆଉ ଏମିତି ସବୁ ହଳଦିଆ ବନ୍ଧ ଉପରେ ସବୁ ଛିଡ଼ା ହେଇଛନ୍ତି, ଆଉ ଭିୟୁକୁ ଏନ୍ଜୟ କରୁଛନ୍ତି ସମସ୍ତେ। ଏଇଭଳିଆ ଚାଲିଛି।